हेलो नमस्ते वेलकम टू आवर न्यू ब्लॉग। तो आज हूँ साधारणतंत्र दिवस जानुआरी 26। तो ओके तुम बर्तमान सका उठिकी बड़ स्कूल आम जो 6 क्लास रु 10 क्लास तो से पर्यटन आम माने जो स्कूल पढ़ुली तो से स्कूल बुली आसिले। तो कि भाई सब माहौल अच्छी से स्कूल। बर्तमान देखिए आम देखो सूर्य माने टाइम आसिक पाखापाखि 8:30 8:30 9टा ओके। तो देखो सूर्य आसिक कस सिनेमाटिक लगुच ओके। तो आज प्रोग्राम हूँ गोटा मसला और श्रीकर्पूर। तो कि सब बना जाऊँ तो सहीटा आम आज भिडियो कवर कर। तो चलो गाइस बर्तमान मुझे देखनी आम जी भिड पकई भिडियो देखनी मेसीन कौन मेसीन माने कौन जो मसला मसली पैकिंग हो। तो से मसला मसली पैकिंग जी पूरा ध्यान सहित देखी मैंने टोटाल भिड देखी सी जान मसला पैकिंग मेसीन टा कि कौ मेसीन आम यूज हो सिंपल जो मैंने सब माने कौन मार्केट जो मेसीन चलती से मेसीन यूज हो। ओके देखिया तार मेसीन काम बा सिलिंग केमी होती आम भिडियो आगे देखिए। तो देख देखिल ये हूँ आमर मसला पैकिंग मेसीन जोटा कि मुझे ऑनलाइन ऑर्डर करी डबा थी डबाटा आ गोटे कथा कहूँ आमर गोटे फ्रॉड हो आपको कहूँ भिडियो मुझे गोटे स्टापलर मगेबी बोलिकी सरी मगेबी मगेबी न मगेबी बोलिकी। तो यहाँ हूँ से स्टापलर जोटा कि मतलब फ्रॉड हो खोलाई केवल आउ स्टापलर पिन आई और स्टापलरटा ना रिटर्न मारी सी आसिक आज पिकअप हो बहुत बड़ फ्रॉड होगा। आ गोटे जिन देखा आमर कालीन माल के रिविल करने कथा नुह। तो बर्तमान मुझे रिविल कर दूँ मैंने ओके। तो फास्ट सिक्योर कर दो देख ओके देखला टी हूँ के 184 201 माल तैयारी काली ओके। तो आज देख घरे जो कौन देखला कौन माल न सब माल बिक्री हो गला सका 8टा 9टा भितर ओके। फास्ट देखो बिकी कि ना बोली ओके। देख ये माने ये सब माल थोड़ा हवा कथा ना ये भी ना देख घर टोटाल जूम आउट करके देख देख टी कौटी भी ना ये माने माल थोड़ा कथा खाली पेपर थोड़ा देख टी माला गोटे भी ना सब 201 माल शेष। आज हम गोटा मसला मुझे मिस्टेक 20 टंकिया माल बन 5टा लाखे रखिकी तो जाऊनी या काढ़ी 10 टंकिया करवा 10 टंकिया कर आज गोटा मसला हम ता सांगे श्रीकर्पूर भी हम ओके।
ଏଇ ତ ଜୀବନ, ସବୁଦିନ ଭ୍ଲଗ ତ କରି ହଉନି ହେଲା। ଗୋଟେ ଗୋଟେ ଭିଡ଼ିଓ ଆସୁଥିବ 2 ଦିନକୁ ଥରେ ଆଉ, ତ ଦେଖିବାକୁ ଚେଷ୍ଟା କରନ୍ତୁ ସବୁ ବ୍ଲଗ ଗୁଡ଼ିକ। ବହୁତ ଇଣ୍ଟରେଷ୍ଟିଂ ବ୍ଲଗ। ମୋର ଜର୍ଣ୍ଣି ଏ ଯେଉଁ +3ରୁ ମାନେ କ'ଣ କରୁଛି ଭବିଷ୍ୟତରେ, ମୋର ଫ୍ୟୁଚର କ'ଣ, ତ ସବୁ ଜିନିଷ ଏଇ ବ୍ଲଗ ଚ୍ୟାନେଲରେ ଆସିବା ହେଲା। ଆଉ ମେନ୍ ଚ୍ୟାନେଲରେ ଯେଉଁଟା ସେଇଟା କମ୍ପ୍ୟୁଟର ରିଲେଟେଡ଼ କିମ୍ବା ୟୁଟ୍ୟୁବ ରିଲେଟେଡ଼ ଭିଡ଼ିଓ ଆସିବ। ତାକୁ ଯଦି ଦେଖିବାକୁ ଇଣ୍ଟରେଷ୍ଟେଡ଼ ଅଛନ୍ତି ତାହେଲେ ଇଟ୍ସ ଓକେ, ଆପଣ ଦେଖିପାରିବେ, ନାହାନ୍ତି ନ ଦେଖିପାରନ୍ତି ଆଉ। ଆହୁରି ମଧ୍ୟ ମୋର ଚ୍ୟାନେଲ ଅଛି ସିକ୍ରେଟଲି ଚ୍ୟାନେଲ। ସିକ୍ରେଟଲି ନୁହଁ ମାନେ ହେଇ ଚ୍ୟାନେଲରେ ଆପଣ ବି ଦେଖୁଥିବେ କିନ୍ତୁ ଆପଣ ଜାଣିନାହାନ୍ତି ସେ ଚ୍ୟାନେଲଟା ମୋର ବୋଲି, ୱିଦାଉଟ୍ ଫେସ୍ ବାଲା। ଓକେ, ଆସିପାରୁନି ଓଡ଼ିଆ ଏକାଡେମୀ। ଦେଖ ଓଡ଼ିଆ ଏକାଡେମୀର ମୋର ବ୍ୟାକଗ୍ରାଉଣ୍ଡରେ ଦେଖୁଥିଲେ କ'ଣ, ଏଇ ଯେଉଁ ଓଡ଼ିଆ ଏକାଡେମୀ ଲେଖା ହେଇଛି ତ ଏଇଟାକୁ ଦେଖୁଥିଲେ। ଆଉ ଏଇଠି ମୁଁ ବସିକି ସୁଟିଂ କରୁଥିଲି, ମୋର ସେଟଅପ୍ ଗୋଟେ ଏଇଠି ଥୁଆ ହେଇଥିଲା, ଯେଉଁଠି ଥୁଆ ହେଉଛି ଏବେ ଟେବୁଲଟା ଏଇ ସାଇଡ଼୍ରେ ପଡ଼ିଥିଲା। ଓକେ, ତ ଏବେ ଦେଖ କେମିତି ହେଇଯାଇଛି, ବୁଝିପାରୁଛ ନା ନାହିଁ। ମୋର ସେଟଅପ୍ର ସିପିର ମଦରବୋର୍ଡ଼ ଖରାପ ବୋଲିକି ସିପି ମଧ୍ୟ ଦେହାନ୍ତ ହେଇଯାଇଛି। ମନିଟରଟା ଏଠି ଥୁଆ ହେଇଛି, ମଦରବୋର୍ଡ଼ କାହିଁକି ପକେଇବି, ଗୋଟେ ନୂଆ ସିଷ୍ଟମଟେ ଉଠେଇଦେବା ଆଉ ହେଲା। ଆଉ ଓଡ଼ିଆ ଏକାଡେମୀ ଯେଉଁଠି ଥିଲା ତା ତଳେ ଗୋଟେ ବଡ଼ ଟେବୁଲଟେ ପଡ଼ିଛି, ଯେଉଁଟାକି ଏଇଟା ସୁଟିଂ ପାଇଁ ହେଇଥିଲା। ତ ଏଇଟା ଆମର ମସଲା ମସଲି ଥୁଆ ହେଉଛି ଆଉ, ଯାହା ବି ମସଲା ହେଲା ସବୁ ଥୁଆ ହେଉଛି। ତ ତଳେ ମଧ୍ୟ ଗୋଟେ ଷ୍ଟଡି ଟେବୁଲ ଭଳି ଟାଇପ୍ର କରାହେଇଛି। ଏଥିରେ ମଧ୍ୟ ମସଲା ଥୁଆହେଉଛି। ଏଥିରେ ମସଲା ଥୁଆହେଉଛି ଯେଉଁଦିନ ଧରିନିଅ 10 ମାଳେ 20 ମାଳେ ବଳିଗଲା ତ ସେଇଟା ଏଇଠି ଥୁଆହେଉଛି। ଆଉ ଯେଉଁଦିନ ତିଆରି ହେଲା 200 ମାଳେ 250 ମାଳେ 150 ମାଳେ ଏମିତି, ତ ଏଗୁଡ଼ିକ ଏଇ ବଡ଼ ଟେବୁଲ ଉପରେ ଥୁଆହେଉଛି। କାରଣ ମିଶଉନା, ଆମେ ଗୋଟେ ହିସାବ କରୁଛୁ ଆମେ ଦିନକୁ ଏତେ ବନେଇଲୁ, ଏତିକି ସେଲ୍ ହେଲା। ଓକେ, ତ ଆଜି ଆମର 201 ମାଳ ଯାଇଛି। ତ ଅର୍ଡ଼ର ଆସିଥିଲା 180 190 ପାଖାପାଖି, ଆଉ 10-11 ମାଳ ରହୁଛି। ତ 10-11 ମାଳ ଅନ୍ୟ ଦୋକାନୀମାନଙ୍କୁ ଦେବେ ଆଉ ବୋଧେ ଆଉ ହେଲା। ହଉ ଏଇ ରେଗୁଲାର ମୋତେ ଭିଡ଼ିଓ କରିବାକୁ ଇଚ୍ଛା ହେଉନି। ନ ହେବାର କାରଣ ହେଉଛି ରେଗୁଲାର ସେ ସେମ୍ ଜିନିଷଟାକୁ ଭିଡ଼ିଓରେ ଦେଖିକି କ'ଣ ଲାଭ ପାଇବେ? କ'ଣ ଗାଇସ୍, ଆପଣ କ'ଣ ଏରା ଦେଖିନାହାନ୍ତି ନା କ'ଣ? ଓକେ, ଯଦି ମୁଁ କହିବି ଗାଇସ୍ ଆପଣମାନେ ଦେଖିନଥିବେ, ଆପଣ ନୂଆ ଦେଖୁଛନ୍ତି, ଏମିତିରେ ଗୋଟେ ଫାଲତୁ ଜାଗାରେ ଭିଡ଼ିଓ କରିବାଟା ଭଲ ନୁହଁ। ଓକେ, ସେଥିପାଇଁ ମୋର ରେଗୁଲାର ଭିଡ଼ିଓ ଆସୁନି। ତ ଆଜି ସାଧାରଣତନ୍ତ୍ର ଦିବସ ଥିଲା, ଜାନୁଆରୀ 26। ଆପଣମାନେ ଭ୍ଲଗ୍ଟିକୁ ଦେଖୁଥିବେ ଜାନୁଆରୀ 27 କିମ୍ବା 28 ଦେଖୁଥିବେ। ଓକେ, କେଉଁ ଡେଟ୍ରେ ଦେଖୁଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ ହେଲା। ଆଉ ସର୍ଟ ଭିଡ଼ିଓ ମୁଁ ଚେଷ୍ଟା କରୁଛି ରେଗୁଲାରଲି ପକେଇବାକୁ। ଏବେ ଗାଁରେ ତ ଫେଷ୍ଟିଭାଲ ପରିକା ଆଇଲାଣି, ତ ତାର ମଧ୍ୟ ଭ୍ଲଗ୍ ଚେଷ୍ଟା କରୁଛି ରେଗୁଲାରଲି ଆସିବାକୁ, ଆଣିବାକୁ। ଓକେ, ରେଗୁଲାର ଭ୍ଲଗ୍ ନ ଆସିବାର କାରଣ ହେଉଛି ମୋର ସିଷ୍ଟମ୍ ଥିଲା ଯେ ରେଗୁଲାରଲି ଯେଉଁଠୁ ନା ଯେଉଁଠୁ କ'ଣ ଗୋଟେ ଭିଡ଼ିଓ ସୁଟିଂ କରିଦେଇକି ପକେଇ ଦେଉଥିଲେ। ତେବେ ସିଷ୍ଟମ୍ ନାହିଁ, ଏଡ଼ିଟିଂ ହେବ କେଉଁଥିରେ? ଏବେ ଯେତିକି ପାରୁଛି 2 ଦିନକରେ ଗୋଟେ ବ୍ଲଗ୍ଟିକୁ ଏଡ଼ିଟିଂ କରିକି ଏ ଚ୍ୟାନେଲରେ ପକାଉଛି। ଆଉ ବାକି ଯାହା ଅଲଗା ଚ୍ୟାନେଲ ଅଛି ସେଗୁଡ଼ା ଛାଡ଼, ସେଗୁଡ଼ା ତ ଫ୍ଲପ୍ ହେଇକି ଅଛି ହେଲା କି, ସେଗୁଡ଼ାକ ଆଉ ମାନେ ଚାଲିନି ପାଖାପାଖି 4-5 ମାସ ହେଲା। ତ ଏଇଆ ହେଉଛି ଜର୍ଣ୍ଣି। ତ ଚାଲ ଏବେ ଦେଖିବା ମସଲା ପକେଇବା। ଆଜି ବର୍ତ୍ତମାନ ଏବେ ସିଲ୍ କରିବାରେ ଚାଲିଛି। ତ ଦେଖ, ଇଏ ହେଉଛି ସିଲ୍ ମେସିନ୍, ଏଇଟା ସମସ୍ତେ ଜାଣନ୍ତି, ଏଇଟା ହେଉଛି ସିଲ୍ ମେସିନ୍। ତ ମୁଁ ଏବେ ପ୍ୟାକିଂ କରୁଛି। କହିବାର ଥିଲା ମୁଁ ଯେ କ'ଣ କହିଥିଲି ଯେ ଲବଙ୍ଗ ଆଉ ଶୁଣ୍ଠି ପ୍ୟାକିଂ କରିବି ବୋଲିକି। ସିଲ୍ ମେସିନ୍, ଆଜି ସିଲ୍ ମେସିନ୍ ଉପରେ ଥିଲା ଟପିକ୍ଟା। ତ ସିଲ୍ ମେସିନ୍ ଦେଖିଦେଲେ ଏଇଠି ସମସ୍ତେ ପ୍ରାୟ ଦେଖନ୍ତି, ଜାଣିଛନ୍ତି ଏଇଟା ସିଲ୍ ମେସିନ୍ ବୋଲି। ଓକେ, ଦେଖ କିଭଳିଆ ଭାବେ ମୋର ସିଲ୍ ମେସିନ୍ ପ୍ୟାକିଂ ହେଉଛି। ତ ଏଇଟା ହେଉଛି ସିଲ୍ ମେସିନ୍, ଯେଉଁଟା ହ୍ୟାଣ୍ଡେଲଟା ଏଭଳିଆ ଭାବେ ରଖିବ ମାନେ ମସଲାଟାକୁ 2 ହାତରେ କରିବା କଥା। ଗୋଟେ ହାତରେ ମୁଁ ମୋବାଇଲ ଧରିଛି ତ ସେଥିପାଇଁ ମାନେ କ୍ୟାମେରା ଧରିଛି ତ, ତାପରେ ଏ ହାତରେ ତାକୁ ଏଭଳିଆ ଭାବେ ଦବେଇବ। ଲାଇଟ୍ ବନ୍ଦ ହେଲା ପର୍ଯ୍ୟନ୍ତ ଦବେଇବ, ଦବେଇଲା ପରେ ସେ ଅଟୋମେଟିକ୍ ଛାଡ଼ିଲା। ଦେଖ କେତେ ସୁନ୍ଦର ସିଲ୍ ହେଇଛି, ତାକୁ ଯେତେ ବୁଲିଲେ ବି ମଧ୍ୟ ଛାଡ଼ିବାର ନାହିଁ। ଦେଖିଲା ରେଡ଼ି। ସେଇଭଳି ଭାବେ ଏତେ ଗାଁକୁ ମୁଁ ସିଲ୍ କରିସାରିଲିଣି। ଦେଖା ହେବ ଏମିତି ଦାବିଦେଲା, ଦାବିଲା ପରେ ହେଇଗଲା। ଆଉ ଯେଉଁଗୁଡ଼ିକ କାଗଜ ଉପରେ ପଡ଼ିଯାଉଛି ତ ସେଇଟା ଆଉଥରେ ଡବଲ୍ ଦାବିବାକୁ ପଡ଼ିବ, ନହେଲେ ଛାଡ଼ିଯିବ। ତୁମର ଏଇଟା କାଗଜ ଉପରେ ପଡ଼ିନି, କାଗଜ ଉପରେ ଆହୁରି ମାରିକି ରହିଛି, ସେଇଟା ଛାଡ଼ିବନି। ତ ଫାଇନାଲି ମୁଁ 2ଟା ଗାଙ୍ଗେଲାମ କରିସାରିଲିଣି। କେତେବେଳୁ କଲେଣି ତ ମୁଁ ଲାଷ୍ଟକୁ ଆପଣମାନଙ୍କୁ ଦେଖୁଛି ତ ମୁଁ କେତେବେଳୁ କଲେଣି। ଓକେ, ତ ଆମର ଆହୁରି ଏତକ ଅଛି ସବୁ। ତ ଇଏ ଅଛି ଆମର ଲବଙ୍ଗ, ଆଉ ଇଏ ବି ଲବଙ୍ଗ, ଏ 3ଟା ଶୁଣ୍ଠି ଅଛି।
ଶୁଣ୍ଠି ପ୍ୟାକିଂଟା ଏଇଟା କରିବା ଏଇଭଳିଆ ଭାବେ ତ କ'ଣ ଲବଙ୍ଗ ପ୍ୟାକିଂ ଯେମିତି ଶୁଣ୍ଠି ପ୍ୟାକିଂ ମଧ୍ୟ ସେମିତି ହେଉଛି। ଓକେ, ଆଜିର ବ୍ଲଗ୍ଟି ଭଲ ଲାଗିଥିବ। ଆଜିର ପ୍ରପୋଜ ଥିଲା କି ଆମେ ମାନେ ସିଲିଂ ମେସିନ୍ ସାହାଯ୍ୟରେ କିଭଳି ଭାବେ ସିଲ୍ କରାଯାଏ, ତ ସେଇଟା ଦେଖେଇବା। ତା ସହିତ ଆଜି ହେଉଛି ଗୋଟେ ସ୍ପେଶିଆଲ ଦିନ, ଯୋଉଟାକି ହେଉଛି କ'ଣ ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ। ଓକେ, ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ଭାବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଏଭଳି ଭାବେ ଭଲ ଭିଡ଼ିଓ ଦେଖିବା ପାଇଁ। ଓକେ, ଆଉ ମୋର ଜର୍ଣ୍ଣି ମଧ୍ୟ ଦେଖିବା ପାଇଁ କିଭଳି ଭାବେ ମୋର ଜର୍ଣ୍ଣି ରହୁଛି। ତ ଇଏ ହେଉଛି ଷ୍ଟାର୍ଟଅପ୍, ଯେଉଁଟା କହନ୍ତି ବିଗିନର ପଏଣ୍ଟ, ବିଗିନ୍ ପଏଣ୍ଟ। ଓକେ, ଆହୁରି ମଧ୍ୟ ଅଛି ଆଗକୁ, ଦେଖିବା କ'ଣ କ'ଣ ସବୁ ହେଉଛି, ସବୁ ସେୟାର କରା ହେବ ବ୍ଲଗ୍ରେ। ଆଜି ଭିଡ଼ିଓ ଏତିକି, ନେକ୍ସଟ ଦେଖା ହେବ ନେକ୍ସଟ ଡେରେ।